ଆପଣ ଭାବୁଥିବେ ରେଡ଼ି ହେଇକି କୁଆଡ଼େ ବାହାରିଲେ, କୁଆଡ଼େ ନାହିଁ ନର୍ମାଲ୍ ମାର୍କେଟ୍ ଯିବାର ଥିଲା। ତ ମୁଁ ଏମିତି ଷ୍ଟାଇଲ୍ ମାରିକି ଚୁଟି ଛାଡ଼ିକି ବାହାରିଲା ବେଳକୁ ସଡ଼ନ୍ ଆସିକି ସୋନୁ କହୁଛନ୍ତି କି ଆମେ ଆଜି ବାଇକ୍ରେ ଯିବା ଭାରି। ତ ବାଇକ୍ରେ ଆସିଲା ମାନେ ଯେଉଁ ଚୁଟି ଖୋଲା କରିଥିଲେ ସେ ପ୍ଲାନ୍ ସଡ଼ନ୍ ବେଣୀରେ ପରିଣତ ହେଇଗଲା। କ'ଣ ପାଇଁ ନା ଆପଣ ଜାଣିଥିବେ ଚୁଟି ଖୋଲା କରି ଗଲେ ବାଇକ୍ରେ ଚୁଟିର ଅବସ୍ଥା କ'ଣ ଯେ ହୁଏ। ତ ଆମେ ମାର୍କେଟିଂ ସାରିକି ଘରକୁ ରିଟର୍ନ କଲା ବେଳକୁ କାଫି ଲେଟ୍ ହେଇଯାଇଥିଲା, ମାନେ ଡିନର୍ ବନେଇବା ପାଇଁ ଲେଟ୍ ହେଇଯାଇଥିଲା। ତ ଆମେ ଡିସାଇଡ଼୍ କଲୁ ବାହାରୁ ଡିନର୍ ଆଣିବା ଭାରି। ତ ଆମେ ଆସିକି ପହଞ୍ଚି ଯାଇଥିଲୁ ହିମାଂଶୁ ହୋଟେଲ୍। ପାଖାପାଖି ଅଧଘଣ୍ଟା ୱେଟ୍ କଲା ପରେ ଆମ ପାର୍ସଲ୍ ଆସିକି ପହଞ୍ଚି ଯାଇଛି। ଆମେ ପାର୍ସଲ୍ଟିକୁ ଧରିକି ଘରକୁ ବାହାରି ଯାଇଥିଲୁ। ଘରେ ଯେତେବେଳେ ଖୋଲିକି ଦେଖେ କ'ଣ ନା ସେଥିରେ ଅଛି ପୋଡ଼ା ମଟନ୍, ଚିକେନ୍ ବଟର୍ ମସଲା, ଚିଲି ଚିକେନ୍, ଚିକେନ୍ ପୋଡ଼ା, ଏତେ ସାରା ନନ୍ଭେଜ୍ ଭିତରେ ସେ ଗୋଟେ ଭେଜ୍ ଆଇଟମ୍ ବି ଧରିକି ଆସିଛନ୍ତି। ଚିଲି ପନିର୍ ଆଣିଥିଲେ, ତାକୁ ମୁଁ ସାଇଡ଼୍ କରିନେଇଛି, ତାକୁ ପାରେ ହିଁ କରିନି, ତାକୁ ଆମେ କାଲି ଖାଇ ନେବୁ। ତ ଆପଣମାନେ ଯଦି ତାଳଚେର ଲୋକ ଜାଣିପାରୁଥିବେ ହିମାଂଶୁ ହୋଟେଲ୍ ମାନେ ଭରତପୁର ଏବଂ କଳିଙ୍ଗ ଯିବା ବାଟରେ ହିଁ ପଡ଼େ। ବହୁତ ଟେଷ୍ଟ ଖାଇବା ଆଉ ବଜେଟ୍ ଭିତରେ ବି ଆସିବାରି। ତ ଆଜି ପାଇଁ ଏତିକି। ଆଜିର ଡିନର୍ଟା ପୁରା ଜମି ଯାଇଥିଲା। ଆମେ 4 ପ୍ରାଣୀ ୟାକୁ ଫିନିଶ୍ କରିବାକୁ ବେଶୀ ଟାଇମ୍ ଲାଗିନଥିଲା। ଆଜି ପାଇଁ ଏତିକି। ରହିଲି। ଜୟ ଜଗନ୍ନାଥ।